ଯେଉଁ ସାମ୍ବାଦିକ ବିଭିନ୍ନ ସ୍ଥାନର ଦୁର୍ଘଟଣା ସମ୍ପର୍କରେ ଖବର ସଂଗ୍ରହ କରୁଥିଲେ, ସେହି ସାମ୍ବାଦିକ ଆଜି ବାଇକ୍ ଦୁର୍ଘଟଣାରେ ଆରପାରିକୁ ଚାଲି ଯାଇଛନ୍ତି। ମୃତକ ସାମ୍ବାଦିକ ରମାକାନ୍ତ ମହାନନ୍ଦ ହୋଇଥିବା ବେଳେ ସେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ OTVରେ ସାମ୍ବାଦିକତା କରୁଥିଲେ। ଆଜି ସକାଳୁ ରମାକାନ୍ତ ଖବର ସଂଗ୍ରହ ପାଇଁ ଘରୁ ବୁମ୍ କ୍ୟାମେରା ଧରି ବାଇକ୍ରେ ବାହାରିଥିଲେ। ହେଲେ କିଏ ଅବା ଜାଣିଥିଲା ଯେ ଆଜି ହେଉଛି ତାଙ୍କର ଶେଷ ଖବର ସଂଗ୍ରହ। ନାକ୍ଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରକୁ ଯାଉଥିବା ବେଳେ ରାଞ୍ଚି ବିଜୟୱାଡ଼ା ଜାତୀୟ ରାଜପଥର ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ପୋତା ଯାଇଥିବା ସିମେଣ୍ଟ ପୁଲରେ ବାଇକ୍ ଭାରସାମ୍ୟ ହରାଇ ପିଟି ହୋଇଯିବାରୁ ସେ ଅତି ଗୁରୁତର ହୋଇପଡ଼ିଥିଲେ। ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ନିକଟସ୍ଥ ନାକ୍ଟିଦେଉଳ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ପୁଣି ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲେ ବି ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ତାଙ୍କର ଏପରି ଅକାଳ ମୃତ୍ୟୁରେ ଗଣମାଧ୍ୟମ ଜଗତ, ବନ୍ଧୁ ପରିଜନ ଓ ବିଭିନ୍ନ ରାଜନୈତିକ ବ୍ୟକ୍ତିଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।